ତ ରାଜ୍ୟ ସରକାରଙ୍କ ତରଫରୁ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଖୁସିର ଦିନ। କାରଣ ଅକ୍ଷୟ ତୃତୀୟା ଅବସରରେ ରାଜ୍ୟରେ ଯାହାକି ଅକ୍ଷିମୁଠି ଆରମ୍ଭ ହେବା ସହିତ ରାଜ୍ୟ ସରକାରଙ୍କ ତରଫରୁ ସିଏମ୍ କିଷାନ ଯୋଜନାର ସହାୟତା ରାଶି ମିଳିବା ପାଇଁ ଯାଉଛି। ତେଣୁ ଯେଉଁ ଯୋଗ୍ୟ ହିତାଧିକାରୀମାନେ ପୂର୍ବରୁ ସିଏମ୍ କିଷାନ ଯୋଜନାରେ ରେଜିଷ୍ଟ୍ରେସନ କରିଛନ୍ତି ସେମାନଙ୍କୁ ଆଜି ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସିଏମ୍ କିଷାନ ଯୋଜନାର ସହାୟତା ରାଶି ପ୍ରଦାନ କରାଯିବ। କିନ୍ତୁ ସବୁଠାରୁ ଦୁଃଖର ବିଷୟ, ଗତ ଥର ଯେଉଁ ସିଏମ୍ କିଷାନ ଯୋଜନାରେ ଆପଣମାନଙ୍କୁ ଟଙ୍କା ମିଳିଥିଲା, ତ ସିଏମ୍ କିଷାନ ଯୋଜନାର ଟୋଟାଲ ରବି ଋତୁରେ ପାଇଥିବା ହିତାଧିକାରୀଙ୍କ ସଂଖ୍ୟା 51 ଲକ୍ଷ ଥିବା ସମୟରେ ଏଥର ସିଏମ୍ କିଷାନ ଯୋଜନାରେ 41,68,582 ଜଣ ହିତାଧିକାରୀଙ୍କୁ ସିଏମ୍ କିଷାନ ଯୋଜନାର ସହାୟତା ରାଶି ମିଳିବ। ତେଣୁ ଆଜିର ଯେଉଁ ଟଙ୍କାଟି ଆପଣମାନଙ୍କୁ ଆସିବ, ଏଥିରେ ଆପଣମାନଙ୍କର ଦେଖିବେ 10 ଲକ୍ଷ ହିତାଧିକାରୀ ମାନେ ବର୍ତ୍ତମାନ ସିଏମ୍ କିଷାନ ଯୋଜନାରୁ ବାଦ ପଡ଼ିଛନ୍ତି। ତା ଭିତରେ ମ୍ୟାକ୍ସିମମ୍ ରହିଛନ୍ତି ଆମର କ୍ଷୁଦ୍ର ନାମମାତ୍ର ଚାଷୀ, ତା ସହିତ ଯେଉଁମାନେ ଭୂମିହୀନ ପରିବାରରେ ଅଲରେଡି 12,500 ଟଙ୍କା ପାଇସାରିଛନ୍ତି ସେମାନଙ୍କୁ ଆଜି ସିଏମ୍ କିଷାନ ଯୋଜନାର ସହାୟତା ରାଶି ମିଳିବ ନାହିଁ। ତେଣୁ ଆସନ୍ତୁ ସିଏମ୍ କିଷାନ ଯୋଜନାରେ ଆଜି କେତେବେଳେ ଟଙ୍କା ମିଳିବ ଏବଂ କୋଉମାନେ ଏହି ଟଙ୍କା ପାଇବେ, ଏଥିରେ କେଉଁ ହିତାଧିକାରୀମାନଙ୍କୁ ବର୍ତ୍ତମାନ ବାଦ ଦିଆଯାଇଛି ତାର ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲରେ ସେଟ୍ କରିଦେବେ। ତ ଦର୍ଶକ ବନ୍ଧୁ, ଆପଣମାନେ ସମସ୍ତେ ଜାଣିପାରୁଥିବେ ଯାହାକି ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର ସ୍ତରୀୟ କୃଷକ ଦିବସ ପାଳନ କରାଯାଉଛି ଏବଂ ଏହା ସହିତ ସିଏମ୍ କିଷାନ ଯୋଜନାର ସହାୟତା ରାଶି ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଛି। ତେଣୁ ଆଜି ଯେଉଁ ଟଙ୍କାଟି ଆପଣମାନଙ୍କୁ ମିଳିବ, ଏହାର ଦେଖନ୍ତୁ ସମୟ ମଧ୍ୟ ଦିଆଯାଇଛି 20 ଏପ୍ରିଲ 2026 ରହିଛି ଏବଂ ସକାଳ 9 ଘଟିକା ସମୟରେ ଆଜି ରାଜ୍ୟ ସରକାରଙ୍କ ତରଫରୁ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ଯୋଉଟାକି ଆମର କଟକରେ ରହିଛି, ସେଠି ଉପମୁଖ୍ୟମନ୍ତ୍ରୀ ଏବଂ ସାଂସଦ ମାନଙ୍କର ଉପସ୍ଥିତିରେ ଏହି ଟଙ୍କା ପ୍ରଦାନ କରାଯିବ ଏବଂ ଟଙ୍କା ଯାହାକି ଆପଣମାନଙ୍କର 9ଟା ସମୟ ଲେଖାଯାଇଛି। ତେଣୁ ଟଙ୍କା ଆପଣମାନଙ୍କର 10ଟା ପରେ ହିତାଧିକାରୀ ମାନଙ୍କୁ ଯାହାକି ଏହି ଟଙ୍କା ପ୍ରଦାନ କରାଯିବ। କାରଣ ଏଥିରେ ମଧ୍ୟ ଆପଣମାନଙ୍କର ଗୋଟେ ସଭାର ଆୟୋଜନ କରାଯିବ। ସଭା ଆୟୋଜନକୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ ରାଜ୍ୟର ସମସ୍ତ କୃଷକମାନଙ୍କୁ ଏବଂ ଦିନ 10 ରୁ 11ଟା ପରେ ଆକାଉଣ୍ଟକୁ ଟଙ୍କା ଆସିବା ଆରମ୍ଭ ହେବ। ତାପରେ ଯେତେବେଳେ ଟଙ୍କା ଆସିବ ସେ ବିଷୟରେ ମୁଁ ଆପଣମାନଙ୍କୁ ଅପଡେଟ୍ ଦେବି। କିନ୍ତୁ ସବୁଠାରୁ ବଡ଼ କଥା ଯୋଉଟା କି ରହିଛି, ଯୋଉଟା କି ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବର୍ତ୍ତମାନ ସୁଦ୍ଧା ଆପଣମାନଙ୍କୁ ମଧ୍ୟ ମୁଁ ଇନଫର୍ମେସନ ଦେଇନଥିଲି। କିନ୍ତୁ ଦେଖନ୍ତୁ ଗତ ଥର ଯେଉଁ ଆପଣମାନଙ୍କର ସିଏମ୍ କିଷାନର ସହାୟତା ରାଶି ଆସିଥିଲା, ଦେଖିପାରୁଥିବେ ତାର ମଧ୍ୟ ମୁଁ ସ୍କ୍ରିନଶଟ ଏଠି ଆପଣମାନଙ୍କ ସାମ୍ନାରେ ଲଗେଇ ଦଉଛି ଯେ ରବି 2025-26 ପାଇଁ ସିଏମ୍ କିଷାନର ଯେଉଁ ସହାୟତା ରାଶି ନୂଆଖାଇ ଅବସରରେ ମିଳିଥିଲା, ସେଠି ଦେଖନ୍ତୁ ମୁଠ ଥିଲା କେତେ ନା 51 ଲକ୍ଷରୁ ଉର୍ଦ୍ଧ୍ୱ କ୍ଷୁଦ୍ର ନାମମାତ୍ର ଚାଷୀ ଥିଲେ। ତା ସହିତ ବିଶେଷ ଭାବରେ ଅନୁନ୍ନତ ଜନଜାତି କୃଷକ ସମାଜ ଏବଂ ଭୂମିହୀନ କୃଷକ ପରିବାରଙ୍କୁ ଟଙ୍କା ମିଳିଥିଲା। କିନ୍ତୁ ଏଥର ଯେଉଁ ସଂଖ୍ୟାଟି ଆପଣମାନଙ୍କର ରହିଛି, ପୂର୍ବରୁ ଯେଉଁ ରିପୋର୍ଟ ରହିଛି ସେଇ ହିସାବରେ ଯଦି ଆମେ ଦେଖିବା, ବର୍ତ୍ତମାନ ଏହି ସଂଖ୍ୟା କେତେରେ ପହଞ୍ଚି ଯାଇଛି ନା ଏହି ସଂଖ୍ୟା 41,68,582 ରେ ପହଞ୍ଚି ସାରିଛି। ତେଣୁ ଏଇ ଯେଉଁ 10 ଲକ୍ଷ ହିତାଧିକାରୀ ମାନଙ୍କର ନାଁ କଟିଛି, ତା ଭିତରେ କୋଉମାନେ ରହିଛନ୍ତି ଦେଖନ୍ତୁ। ତା ବିଷୟରେ ଯଦି ଆମେ କଥା ହେବା ନା, ଯେଉଁ ଭୂମିହୀନ ପରିବାରରେ ଆପଣମାନଙ୍କର ସିଏମ୍ କିଷାନ ଯୋଜନାରେ 12,500 ଟଙ୍କା ମିଳିସାରିଛି, ତ ସେହି ହିତାଧିକାରୀ ମାନଙ୍କୁ ବର୍ତ୍ତମାନ ସିଏମ୍ କିଷାନର ସହାୟତା ମିଳିବ ନାହିଁ। ତେଣୁ ତା ପାଇଁ ମଧ୍ୟ ବହୁତ ହିତାଧିକାରୀଙ୍କର ନାଁ କଟିଛି ଏବଂ ଯେଉଁ ସଂଖ୍ୟାଟି 10 ଲକ୍ଷ ରହିଛି, 10 ଲକ୍ଷର ଯେଉଁ ହିତାଧିକାରୀଙ୍କର ନାଁ କଟିଛି ତା ଭିତରୁ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ରହିଛି। ଆପଣମାନଙ୍କର ଷ୍ଟାଟସ ଯେତେବେଳେ ଆପଣମାନେ ଚେକ୍ କରିଛନ୍ତି, ଷ୍ଟାଟସ ଚେକ୍ କଲା ପରେ ଯଦି ଆପଣମାନଙ୍କର ଷ୍ଟାଟସରେ ଲେକିଂ ଅଫ୍ ମାଣ୍ଡାଟୋରି ପାରାମିଟର ଯୋଉଟା କି ରହିଛି, ତ ସେଇ ଲେକିଂ ଅଫ୍ ମାଣ୍ଡାଟୋରି ପାରାମିଟରରେ ଆପଣମାନଙ୍କର ଏମିତି ଅପସନଟିଏ ଶୋ କରୁଛି, ତାହେଲେ ଆପଣମାନଙ୍କର ତ ଏହି ରିଜିନ ପାଇଁ ଆପଣମାନଙ୍କର ଟଙ୍କା ଯାହାକି ମିଳିବ ନାହିଁ ଏବଂ ଏହି ସଂଖ୍ୟାଟି ଏତେ ମାତ୍ରାରେ ରହିଛି ପ୍ରତ୍ୟେକ ଜିଲ୍ଲା ବା ପ୍ରତ୍ୟେକ ଆପଣମାନଙ୍କର ଯଦି ଗ୍ରାମରେ ଦେଖିବେ, ମ୍ୟାକ୍ସିମମ୍ ହିତାଧିକାରୀ ଏ ବିଷୟରେ ଜାଣି ପାରୁନାହାନ୍ତି ଏବଂ ତାଙ୍କର ଯେଉଁ ରି ରେଜିଷ୍ଟ୍ରେସନ କରିବାର ଅପସନ ଆସିଥିଲା, ତ ସେଇ ରି ରେଜିଷ୍ଟ୍ରେସନ ନ କରିବା ଫଳରେ ତାଙ୍କର ସିଏମ୍ କିଷାନ ଯୋଜନାର ଟଙ୍କା ଯୋଉଟା କି ପେଣ୍ଡିଂ ରହିଯିବ, ଅର୍ଥାତ୍ ସେମାନେ ଏଥର ସିଏମ୍ କିଷାନ ଯୋଜନାର ଟଙ୍କା ପାଇପାରିବେ ନାହିଁ। ଏଇଟା ଗୋଟେ ରିଜିନ ଗଲା। ଏହି ପାଇଁ ବହୁତ ଆପଣମାନେ ନିଜେ ବି ଦେଖିବେ, ବର୍ତ୍ତମାନ ଯୋଉମାନେ ଜାଣି ପାରୁନାହାନ୍ତି ଯେ ସିଏମ୍ କିଷାନର ଷ୍ଟାଟସ ଚେକ୍ କେମିତି ହୁଏ,
वेबसाइट को जाई निजर आधार कार्ड देई थरे स्टेटस चेक करंतु देखिबे मैक्सिमम हिताधिकारींकर एही प्रोब्लेम टी रहिछि। केवल एही प्रोब्लेम नुहे आहुरी मध्ये विभिन्न प्रोब्लेम रहिछि। ता भितरे देखंतु एठी आउ गुटे प्रोब्लेम मु आपण मानकु देखौछि। जदि सीएम किसान योजनार जो इम्पोर्टेंट गाइडलाइन हिसाब रे आपण मानक पाखरे जदि राशन कार्ड नाही बा आपण मानकर कोनोसी कारणरो वर्तमान राशन कार्ड कटि जाइछि ई केवाईसी करबा द्वारा, तेणु सेठी आपण मानकर वर्तमान सीएम किसान योजनारू से हिताधिकारी मानक बाद दिया जिवो। कारण 10 लक्ष पाखापाखि नहीं बहुत हिताधिकारी एथर टंका पाइबे नहीं। आपण माने अपेक्षा करंतु मु मध्ये आपण मानक आगो को बहुत सारा इंपोर्टेंट अपडेट देबी। किंतु जो मोस्ट इंपोर्टेंट जोटा कि जे 10 लक्ष हिताधिकारींकर राशन कार्ड पई काटिछि, आउ किछि हिताधिकारी मानकर देखंतु एही रीजन पई सेमानकु मध्ये कटा जाइछि। अर्थात सेमाने किछि किस्ती पाइथिले, पाइला परे वर्तमान तांकर जो एप्लीकेशन रो किछि डिटेल्स बा जदि सेमाने आवेदन करिवा परे किछि डिटेल्स तांकर वर्तमान कोन अछि ना इनसफिशिएंट बा रॉन्ग कॉन्सेप्ट बा रॉन्ग इनफॉरमेशन बोली शो करूची, जहा द्वारा कि सेमानकु बात कर जाइछि। ता सहित जो मानकर जमी आपण मानकर 5 एकर्स रु अधिक जमी रे आपण माने रजिस्ट्रेशन करिथिले सेमानकु मध्ये वर्तमान चिन्हट करा जाई सीएम किसान योजना रो बाद दिया जाउची। एही भली भाबरे जो माने पेंशन पाउथिले सेमानकर कटिछि। बहुत हिताधिकारी वर्तमान जहा कि सीएम किसान योजना रो टंका पाइबारु वंचित हेबे एवं आजि आपण मानकर 10 लक्ष कम हिताधिकारी को टंका मिलिबो। तेणु जहा भी हो आउ तो आपण मानक पाखरे समय नाही। ऑलरेडी मु ए विषय रे आपण मानकु बहुत पूर्वरु बहुत सारा इंपोर्टेंट अपडेट देइथिली। जो माने हम चैनल सहित जुड़ी हेतिले बा हमर टेलीग्राम चैनल रे जो माने अछंती सेमानकर तो सब सॉर्ट आउट होछि। सेमाने 100% टंका जहा कि आजि पाइबे। आउ जो माने रहि जाइचंती वर्तमान सुधा हमर चैनल को सब्सक्राइब करनांदी, चैनल को सब्सक्राइब करबा सहित टेलीग्राम चैनल रे जॉइन ही रुहंतु। कारण बहुत सारा इंपोर्टेंट अपडेट जोटा कि आपण माने टंका एलिजिबल थाई मध्ये वर्तमान टंका पाई परिबे नाही। एटा गला या सहित नुवा हिताधिकारी मानकर मध्ये गोटे डाउट थिबो जे आमे नुवा अप्लाई करचु हमर हबो कि नाही। देखंतु जो माने नुवा अप्लाई करिचंती नुवा अप्लाई करी आपण मानकर जदी स्टेट वेरिफिकेशन पेंडिंग अछि ताले स्टेट वेरिफिकेशन पेंडिंग थिले आपण मानकु टंका मिलिबो। कलेक्टर वेरिफिकेशन जदी आपण मानकर 10 दिन पूर्वरु हेई सारिची ताहले जाई आपण मानकर सीएम किसान लो टंका मिलिबो। गत थरो जो मानकर स्टेट लेवल पेंडिंग थाई टंका आसी नथिला सेमानकु एथरो 4000 टंका मिलिबो एवं जो मानकर नुवा स्टेट लेवल वेरिफिकेशन पेंडिंग अछि सेमानकु केवल 2000 टंका राज्य सरकारक तरफरु आजि प्रदान करा जिवो। तो जहा भी हो चासी भाई भौणी माने जो माने पूर्वरु सब किछि डिटेल्स ठीक करचंती सेमाने आजि सीएम किसान योजना रो सहायता पाइबे एवं बाकी हिताधिकारी मानकु आगामी सीएम किसान योजना रो टंका पाइबा पई हेले जहा जहा इंपोर्टेंट अपडेट अछि ताको अपडेट करंतु एवं जदि आपण माने चैनल को वर्तमान सुधा सब्सक्राइब करनांती सब्सक्राइब करंतु। जेतेबेले टंका आसीबो केतेबेले आसीबो कोन कोन नुवा नुवा अपडेट आसीबो निहाती आपण मानकु एई चैनल माध्यम रे म आपण मानकु जणैबी। धन्यवाद।